एकदा नारद मुनि वैकुंठ धामକୁ ଗଲେ ଏବଂ ମାତା ଲକ୍ଷ୍ମୀ ଦେବୀଙ୍କର ସେବା ଅତ୍ୟନ୍ତ ଶ୍ରଦ୍ଧାର ସହିତ କଲେ। ମା ଶ୍ରୀ ଲକ୍ଷ୍ମୀ ଦେବୀ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ନାରଦକୁ କିଛି ବର ମାଗିବାକୁ କହିଲେ। ଶ୍ରୀ ନାରଦ ମୁନି କହିଲେ, ହେ ପୂଜ୍ୟା ମାତା ଲକ୍ଷ୍ମୀ, ଆପଣ ପ୍ରତିଜ୍ଞା କରନ୍ତୁ ଯେ ମୁଁ ଯାହା ମାଗିବି ଆପଣ ନିଶ୍ଚୟ ତାହା ପ୍ରଦାନ କରିବେ। ଲକ୍ଷ୍ମୀ ଦେବୀ ପ୍ରସନ୍ନତାପୂର୍ବକ ତାଙ୍କର ମନୋଭୀଷ୍ଟ ପୂର୍ଣ୍ଣ କରିବାକୁ ଶପଥ କଲେ। ମହାନ ସନ୍ଥ ଭକ୍ତ ଇଚ୍ଛା ବ୍ୟକ୍ତ କରିଥିଲେ ଯେ ଲକ୍ଷ୍ମୀ ଦେବୀ ପ୍ରଭୁ ନାରାୟଣଙ୍କର ମହାପ୍ରସାଦର ଉଚ୍ଛିଷ୍ଟ ତାଙ୍କୁ ପ୍ରଦାନ କରନ୍ତୁ ବୋଲି। ଅକସ୍ମାତ୍ ଲକ୍ଷ୍ମୀ ଦେବୀଙ୍କର ମନୋଭାବ ପରିବର୍ତ୍ତନ ହୋଇଗଲା। ତାଙ୍କର ମୁଖମଣ୍ଡଳକୁ ଚିନ୍ତାର ବାଦଲ ଆଚ୍ଛାଦିତ କରିଦେଲା। ଅନୁଗ୍ରହ କରି ପ୍ରଭୁଙ୍କ ପ୍ରସାଦ ଅତିରିକ୍ତ ଅନ୍ୟ କିଛି ମାଗନ୍ତୁ ବୋଲି ଲକ୍ଷ୍ମୀ ଦେବୀ ଦେବଶ୍ରୀ ନାରଦଙ୍କୁ ଯାଚନା କଲେ। କିଛି ଦିନ ପୂର୍ବରୁ ପ୍ରଭୁ ମୋତେ କାହାରିକୁ ତାଙ୍କର ପ୍ରସାଦ ନ ଦେବାକୁ ଆଜ୍ଞା ଦେଇଥିଲେ। ତେଣୁ ଜାଣିବା ଉଚିତ ଯେ ମୁଁ କେବେ ମୋର ପତିଦେବଙ୍କର ଆଦେଶକୁ ଅବଜ୍ଞା କରିପାରିବି ନାହିଁ। ହେ ମୋର ପ୍ରିୟ ପୁତ୍ର, ମୁଁ ତୁମକୁ ପ୍ରସାଦ ଦେଇପାରିବି ନାହିଁ। ନାରଦ ମୁନି ଏହା ଶୁଣି ଅଟଳ ଥିଲେ ଏବଂ ଲକ୍ଷ୍ମୀ ଦେବୀଙ୍କୁ ତାଙ୍କର ପ୍ରତିଜ୍ଞା ବିଷୟରେ ପୁନଃ ସ୍ମରଣ କରାଇଲେ। ସେ କହିଲେ, ଆପଣ ନାରାୟଣଙ୍କର ପ୍ରିୟତମା ପତ୍ନୀ, ଆପଣ ମୋତେ ଏହି ବର ଦେବାକୁ ସ୍ୱୀକୃତି ଦିଅନ୍ତୁ। କଳେ ବଳେ କୌଶଳେ କିପରି ଭାବରେ ବି ମୋତେ ପ୍ରଭୁଙ୍କର ମହାପ୍ରସାଦ ଦିଅନ୍ତୁ। ଏହା ଶୁଣି ବର୍ତ୍ତମାନ ଲକ୍ଷ୍ମୀ ଦେବୀ ସମସ୍ୟାରେ ପଡ଼ିଗଲେ। କ'ଣ ବା ସେ କରିପାରିବେ? ସେ ନାରଦ ମୁନିଙ୍କୁ ପ୍ରତୀକ୍ଷା କରିବାକୁ କହିଲେ ଏବଂ ତାଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବାର ଉପାୟ ଲକ୍ଷ୍ମୀ ମାତା ମନେ ମନେ ଚିନ୍ତା କରିବାକୁ ଲାଗିଲେ। ଲକ୍ଷ୍ମୀ ଦେବୀ ମଧ୍ୟାହ୍ନ ସମୟରେ ତାଙ୍କ ପତିଙ୍କୁ ପ୍ରୀତିପୂର୍ବକ ମଧ୍ୟାହ୍ନ ଭୋଜନ ପରଷୁଥିଲେ। ଯଦ୍ୟପି ସେ ବହୁ ଯତ୍ନ ଓ କୁଶଳତାପୂର୍ବକ ନିଜର କର୍ତ୍ତବ୍ୟକୁ ସମ୍ପାଦନ କରିଥିଲେ, ତଥାପି ନାରାୟଣ ଲକ୍ଷ୍ୟ କରିଥିଲେ ଯେ ତାଙ୍କର ଅର୍ଦ୍ଧାଙ୍ଗିନୀ ଦୁଃଖୀ ଅଛନ୍ତି। ତାଙ୍କର ମୁଖମଣ୍ଡଳ ନିଷ୍ପର୍ଭ ଓ ବିଷାଦଗ୍ରସ୍ତ ଥିଲା। ପ୍ରଭୁ ନାରାୟଣ ନମ୍ରତାର ସହିତ ମାତା ଲକ୍ଷ୍ମୀଙ୍କୁ ତାଙ୍କର ଚିନ୍ତାର କାରଣ ପଚାରିଲେ। ଭଗବାନଙ୍କର ପାଦପଦ୍ମରେ ଆଶ୍ରୟ ଗ୍ରହଣ କରି ଲକ୍ଷ୍ମୀ ଦେବୀ ତାଙ୍କର ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲେ। ଭଗବାନ ନାରାୟଣ ଦୟାର୍ଦ୍ଧ ହୃଦୟରେ ତାଙ୍କର କ୍ରନ୍ଦନଶୀଳ ପତ୍ନୀଙ୍କୁ ସାନ୍ତ୍ୱନା ଦେଇ କହିଲେ ଯେ ଠିକ୍ ଅଛି, ଆଜି ପାଇଁ ସେ କଟକଣା ମୁଁ ବାତଲ ବା ରଦ୍ଦ କରିଦେବି। ତୁମେ ମୋର ଉଚ୍ଛିଷ୍ଟ ଥାଳି ନେଇ ନାରଦଙ୍କୁ ଦେଇପାର, କିନ୍ତୁ ଏପରି ଭାବରେ ପ୍ରସାଦ ପରସିବ ଯେପରି ମୁଁ ଦେଖିପାରିବି ନାହିଁ। ମୁଁ ଯେତେବେଳେ ମୁଖମଣ୍ଡଳ ଅନ୍ୟ ଆଡ଼କୁ କରିବି ସେହି ସମୟରେ ତୁମେ ମୋର ଥାଳି ନେଇ ଯାଇପାର। ଦେବୀ ପ୍ରଫୁଲ୍ଲିତ ହୋଇ ତାଙ୍କର ପତିଙ୍କର ଆଦେଶକୁ ପାଳନ କଲେ ଏବଂ ନିଜର ପ୍ରିୟ ପତିଦେବଙ୍କର ନିର୍ଦ୍ଦେଶାନୁସାରେ ସେ ଦେଖୁନଥିଲା ବେଳେ ନିଃଶବ୍ଦରେ ଥାଳିଟିକୁ ବାହାର କରି ନେଇଥିଲେ। ଲକ୍ଷ୍ମୀ ଦେବୀ ଶୀଘ୍ର ଶୀଘ୍ର ମହାପ୍ରସାଦ ନେଇ ପ୍ରସନ୍ନତାପୂର୍ବକ ନାରଦ ମୁନିଙ୍କୁ ପ୍ରଦାନ କଲେ। ନାରଦ ମୁନି ପ୍ରଭୁଙ୍କର ମହାପ୍ରସାଦ ସେବନ କରି ଆନନ୍ଦରେ ଉଲ୍ଲସିତ ଭାବ ବିଭୋର ହୋଇ ନୃତ୍ୟ କରିବାକୁ ଲାଗିଲେ। ସେ ଭଗବାନ ନାରାୟଣଙ୍କର ପ୍ରସାଦକୁ ଆସ୍ୱାଦନ କଲେ ଏବଂ ଭଗବାନଙ୍କର ପବିତ୍ର ନାମ ସଂକୀର୍ତ୍ତନ ଏକ ମୁହୂର୍ତ୍ତ ପାଇଁ ମଧ୍ୟ ବନ୍ଦ କରିନଥିଲେ। ମହା ଆନନ୍ଦରେ ନୃତ୍ୟ କରିଥିଲେ। ଯେତେବେଳେ ତାଙ୍କର ଭାବ ପ୍ରବଣତାର ବୃଦ୍ଧି ହେଲା, ସେ ନିଜକୁ ନିୟନ୍ତ୍ରଣରେ ରଖିପାରିନଥିଲେ। ନାରଦ ମୁନି ହାତରେ ବୀଣା ଧରି ପ୍ରମତ୍ତ ପ୍ରାୟ ସମସ୍ତ ବିଶ୍ୱରେ ଘୁରି ବୁଲିଲେ। ଭଗବାନଙ୍କର ନାମ କୀର୍ତ୍ତନ ଏବଂ ନର୍ତ୍ତନ ଅଖଣ୍ଡିତ ରଖି ନାରଦ ମୁନି ଗୋଟିଏ ଲୋକରୁ ଅନ୍ୟ ଲୋକକୁ ଯାତ୍ରା କଲେ। ପରିଶେଷରେ ସେ ଦେବଦେବ ମହାଦେବ ଭଗବାନ ଶିବଙ୍କର ଧାମ କୈଳାସ ପର୍ବତରେ ପହଞ୍ଚିଲେ। ଭଗବାନ ଶିବ ନାରଦ ମୁନିଙ୍କର ଏପରି ଭାବ ବିଭୋର ପୂର୍ଣ୍ଣ କୀର୍ତ୍ତନ ନୃତ୍ୟ ଦେଖି ବିସ୍ମିତ ହୋଇଗଲେ। ନାରଦ ମୁନି ବିଷ୍ଣୁ ଭକ୍ତିର ଲହରୀରେ ସନ୍ତରଣରତ ଥିବାରୁ ସେ ଭଗବାନ ଶିବଙ୍କୁ ଦେଖିପାରିଲେ ନାହିଁ। ଶିବ ନାରଦ ମୁନିଙ୍କୁ ଚିହ୍ନିପାରି କହିଲେ, ହେ ନାରଦ, ମୁଁ ଜାଣେ ଆପଣ ନିରନ୍ତର ଭଗବାନ ନାରାୟଣଙ୍କର ନାମ କୀର୍ତ୍ତନ କରି ମହାଭାବରେ ରହନ୍ତି, କିନ୍ତୁ ମୁଁ କଦାପି ଆପଣଙ୍କୁ ଏପରି ସ୍ଥିତିରେ ଦେଖିନାହିଁ। କ'ଣ ହୋଇଛି? ନାରଦ ମୁନି ତାପରେ ଶାନ୍ତ ହୋଇଗଲେ ଏବଂ ସମସ୍ତ କଥା ବର୍ଣ୍ଣନା କଲେ। ପ୍ରଭୁଙ୍କର ମହାପ୍ରସାଦ ପ୍ରାପ୍ତ ହୋଇ ମୁଁ ଏତେ ଆନନ୍ଦ ଓ ପରିତୃପ୍ତ ଅନୁଭବ କରୁଛି ଯେ ମୁଁ ନୃତ୍ୟ ଓ କୀର୍ତ୍ତନ ବନ୍ଦ କରିପାରୁନାହିଁ। ନାରଦ ଅଣନିଶ୍ୱାସୀ ହୋଇ କହିଲେ। ସସମ୍ମାନେ ଭଗବାନ ଶିବ ଉତ୍ତର ଦେଲେ, ହେ ନାରଦ, ଆପଣ ଏତେ ବଡ଼ ସୌଭାଗ୍ୟଶାଳୀ ଯେ ଆପଣ ନାରାୟଣଙ୍କର ମହାପ୍ରସାଦ ଆସ୍ୱାଦନ କରିଛନ୍ତି। ଦେବଦେବ ମହାଦେବ ଶିବ ଆଶାପୂର୍ଣ୍ଣ ହୃଦୟରେ ସ୍ମିତ ହାସ୍ୟ କରି କହିଲେ, ହେ ପ୍ରିୟ ନାରଦ, ତୁମେ କିଛି ମହାପ୍ରସାଦ ମୋ ପାଇଁ ଆଣିଛ କି? ନାରଦ ବହୁତ ଦୁଃଖ ଅନୁଭବ କଲେ, କାରଣ ସେ ଟିକେ ବି ମହାପ୍ରସାଦ ଦେବଦେବ ମହାଦେବ ଶିବଙ୍କ ପାଇଁ ଆଣିନଥିଲେ। ନାସ୍ତିବାଚକର ମଥା ହଲାଇ ନାରଦ ଶିବଙ୍କ ସମ୍ମୁଖରେ କରବଦ୍ଧ କୃତାଞ୍ଜଳି ପୂର୍ବକ ଠିଆ ହେଲେ। ତାପରେ ସେ ତାଙ୍କର ଆଙ୍ଗୁଳିର ନଖ ମଧ୍ୟରେ ଏକ ମହାପ୍ରସାଦ କଣିକା ଲାଗିଥିବାର ଦେଖିଲେ। ନାରଦ ବିସ୍ମୟ ହେଲେ। ହଁ, କିଛି ମହାପ୍ରସାଦ ଏଠାରେ ଅଛି, ପ୍ରସାଦ କଣିକା ମାତ୍ର।
ପ୍ରସାଦର ଏକ କଣିକା ଆପଣଙ୍କ ପାଇଁ। ଶିବଙ୍କୁ ଦେଖାଇବା ପାଇଁ ନାରଦ ମୁନି ତାଙ୍କ ହସ୍ତ ସାବଧାନପୂର୍ବକ ଧରି କହିଲେ, ହେ ଦେବଦେବ ମହାଦେବ, ଆପଣ ବଡ଼ ଭାଗ୍ୟବାନ, ଦୟାକରି ଏହି ମହାପ୍ରସାଦ ଗ୍ରହଣ କରନ୍ତୁ। ନାରଦ ନିଜର ଆଙ୍ଗୁଳି ଶିବଙ୍କ ସମ୍ମୁଖରେ ରଖିଦେଲେ। ତାଙ୍କର ଜିହ୍ୱା ପ୍ରସାଦର କଣିକା ସ୍ପର୍ଶ କରିବା ମାତ୍ରେ ହିଁ ପରମ ସୁଖ ମହା ଆନନ୍ଦରେ ଦେବଦେବ ମହାଦେବ ଏତେ ବିହ୍ୱଳ ହୋଇଗଲେ ଯେ ସେ ଆଉ ସ୍ଥିର ହୋଇ ରହିପାରିଲେ ନାହିଁ। ସେ ଭଗବତ ନାମ କୀର୍ତ୍ତନ ଓ ନୃତ୍ୟ ଆରମ୍ଭ କରିଦେଲେ। ଯେପରି ତାଙ୍କର ନୃତ୍ୟ ଉତ୍ତରୋତ୍ତର ବୃଦ୍ଧି ହେଲା, ତାଙ୍କର ଆନନ୍ଦ ଓ ପ୍ରୀତି ପ୍ରବଳ ହେବାକୁ ଲାଗିଲା। ତାଙ୍କର ନୃତ୍ୟ ଏତେ ତେଜମୟ ହୋଇଗଲା ଯେ ସେ ତାଣ୍ଡବ ନୃତ୍ୟ ପ୍ରକଟ କଲେ। ତାଙ୍କର ଏହି ନୃତ୍ୟ ପ୍ରକଟ ହୁଏ ପ୍ରଳୟ କାଳରେ। ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ କମ୍ପନମାନ ହେବାକୁ ଲାଗିଲା ଏବଂ ସମସ୍ତେ ଏହି ଚିନ୍ତାରେ ଭୟଭୀତ ହୋଇଗଲେ ଯେ କ'ଣ ହୋଇଛି, ଅସମୟରେ ଏପରି ନୃତ୍ୟ କାହିଁକି ହେଉଛି? ବର୍ତ୍ତମାନ ପ୍ରବଳ ହେବାର ସମୟ ନୁହେଁ। କେହି ଜଣେ ହେଲେ ମଧ୍ୟ ଶିବଙ୍କୁ ତାଣ୍ଡବ ନୃତ୍ୟରୁ ନିବୃତ୍ତ କରାଇବାକୁ ସାହସ କରିନଥିଲେ। ଦେବତାମାନେ ପାର୍ବତୀଙ୍କ ପାଖରେ ତାଙ୍କ ପତିଙ୍କୁ ଶାନ୍ତ କରିବାକୁ ପ୍ରାର୍ଥନା କଲେ, ନଚେତ୍ ସମସ୍ତ ବିଶ୍ୱ ଧ୍ୱଂସ ହୋଇଯିବ। ଘଟଣାସ୍ଥଳରେ ପାର୍ବତୀ ପଦାର୍ପଣ କଲେ ଏବଂ ଦେଖିଲେ ଯେ ଶିବ ଅନିୟନ୍ତ୍ରିତ ଆନନ୍ଦମଗ୍ନ ଚିତ୍ତରେ ନୃତ୍ୟ କରୁଥିଲେ। ସେ ବଡ଼ ବିନୟର ସହିତ ତାଙ୍କ ପତିଙ୍କଠାରେ ପ୍ରାର୍ଥନା କଲେ ଏବଂ ଯେତେବେଳେ ଶିବ ବାହ୍ୟ ସ୍ଥିତିକୁ ଫେରିଆସିଲେ, ସେ ପଚାରିଲେ, ହେ ମୋର ପ୍ରିୟ ପ୍ରଭୁ, ଆପଣଙ୍କର କ'ଣ ହୋଇଛି? ଏପରି ଭାବ ବିଭୋର ନୃତ୍ୟ କରିବାର କାରଣ କ'ଣ? ଦେବଦେବ ମହାଦେବ ତାର କାରଣ ଉଲ୍ଲେଖ କରି କହିଲେ ଯେ ସେ ନାରାୟଣଙ୍କର ମହାପ୍ରସାଦ ନାରଦଙ୍କଠାରୁ ପ୍ରାପ୍ତ ହୋଇଥିଲେ। ପାର୍ବତୀ ଦେବୀ ଆଶ୍ଚର୍ଯ୍ୟଚକିତ ହୋଇ ପଚାରିଲେ, ମୋର ପ୍ରିୟତମ ସ୍ୱାମୀ, ଆପଣ ମୋ ପାଇଁ କିଛି ମହାପ୍ରସାଦ ରଖିଛନ୍ତି କି? ଏହା ଶୁଣିବା ମାତ୍ରେ ଦେବଦେବ ମହାଦେବ କିଛି ଉତ୍ତର ଦେଇପାରିଲେ ନାହିଁ। ସେ ନାରଦ ମୁନିଙ୍କଠାରୁ ଏହି ଏକ କଣିକା ମହାପ୍ରସାଦ ପ୍ରାପ୍ତ ହୋଇଥିଲେ, ସେ କିପରି ତାହା ସଞ୍ଚୟ କରିପାରିଥାନ୍ତେ? ମହାପ୍ରସାଦ ନ ପାଇବାରୁ ମାତା ପାର୍ବତୀ ବହୁତ କ୍ରୋଧିତ ହେଲେ। ମୁଁ ନାରାୟଣଙ୍କର ମହାପ୍ରସାଦରୁ ବଞ୍ଚିତ ରହିଲି, ଏପରି କହି ସେ କ୍ରନ୍ଦନ କରିବାକୁ ଲାଗିଲେ। ସେ ଏପରି ଉଗ୍ର ରୂପ ଧାରଣ କଲେ ଯେ ତାଙ୍କର କ୍ରୋଧାଗ୍ନି ସମଗ୍ର ବିଶ୍ୱକୁ ଦଗ୍ଧ କରିବାକୁ ଲାଗିଲା। ନିମ୍ନ ଲୋକଙ୍କଠାରୁ ଆରମ୍ଭ କରି ଉଚ୍ଚତର ଲୋକ ପର୍ଯ୍ୟନ୍ତ ସମସ୍ତେ ଅଗ୍ନି ଜ୍ୱାଳାର ପ୍ରଭାବକୁ ଅନୁଭବ କଲେ। ମୁନି ଋଷିମାନେ ଅନୁଭବ କଲେ ଯେ ପାର୍ବତୀ ଦେବୀଙ୍କର କୋପର ଭୀଷଣ ଜ୍ୱାଳାରେ ସବୁକିଛି ଧ୍ୱଂସ ହୋଇଯିବ। କେହି ତାଙ୍କୁ ସନ୍ତୁଷ୍ଟ କରିପାରିଲେ ନାହିଁ। ପରିଶେଷରେ ସମସ୍ତ ଦେବତାମାନଙ୍କ ସହିତ ବ୍ରହ୍ମା ପ୍ରଭୁ ନାରାୟଣଙ୍କୁ ଏକଥା ସୂଚିତ କରିବା ପାଇଁ ବୈକୁଣ୍ଠ ଧାମକୁ ଗମନ କଲେ ବା ବୈକୁଣ୍ଠ ଲୋକକୁ ଗମନ କରିଥିଲେ। ଏ କଥା ଶ୍ରବଣ କରିବା ମାତ୍ରେ ଭଗବାନ ବିଷ୍ଣୁ ଗରୁଡ଼ ପୃଷ୍ଠରେ ଆରୋହଣ କରି କୈଳାସ ଅଭିମୁଖେ ଯାତ୍ରା କଲେ। ପ୍ରଭୁ ନାରାୟଣଙ୍କୁ ଦେଖିବା ମାତ୍ରେ ପ୍ରଣତି ନିବେଦନ କରିବା ପାଇଁ ପାର୍ବତୀ ଦେବୀ ତାଙ୍କ ସମ୍ମୁଖକୁ ଆସିଲେ। ପ୍ରଭୁ ନାରାୟଣ ତାଙ୍କର ଭକ୍ତା ପାର୍ବତୀ ଦେବୀଙ୍କୁ ଆଶୀଷ ପ୍ରଦାନ କରି କହିଲେ ଯେ ଆପଣଙ୍କ ଇଚ୍ଛା ଅନୁସାରେ ମୁଁ ପର୍ଯ୍ୟାପ୍ତ ମହାପ୍ରସାଦ ଦେବି। ଆପଣ କୃପା କରି ନିଜର କ୍ରୋଧ ପରିହାର କରି ଶାନ୍ତ ହୋଇଯାଆନ୍ତୁ, ନଚେତ୍ ଆପଣଙ୍କର ସମସ୍ତ ସନ୍ତାନ ସମାପ୍ତ ହୋଇଯିବେ। କିନ୍ତୁ ପାର୍ବତୀ ଦେବୀ ପ୍ରତିବାଦ କରି କହିଲେ, ଯଦି କେବଳ ମୋତେ ହିଁ ଆପଣଙ୍କର ମହାପ୍ରସାଦ ପ୍ରାପ୍ତ ହୁଏ, ମୁଁ ସେଥିରେ ସନ୍ତୁଷ୍ଟ ହେବି ନାହିଁ। ମୁଁ ଆପଣଙ୍କ ନିକଟରେ ଏହି ପ୍ରାର୍ଥନା କରୁଛି ଯେ ମୋର ସମସ୍ତ ସନ୍ତାନମାନଙ୍କୁ ଆପଣଙ୍କର ମହାପ୍ରସାଦ ପ୍ରାପ୍ତ ହେଉ। ବର୍ତ୍ତମାନ ମୁଁ ଯେପରି ଆପଣଙ୍କର ମହାପ୍ରସାଦରୁ ବଞ୍ଚିତ ହୋଇ କଷ୍ଟ ଭୋଗ କରୁଛି, ମୋର କୌଣସି ସନ୍ତାନକୁ ଯେପରି ସେଭଳି କଷ୍ଟ ଭୋଗ କରିବାର ମୁଁ ଦେଖିବାକୁ ଚାହେଁ ନାହିଁ। ଆପଣ ଏପରି ବ୍ୟବସ୍ଥା କରିବା ଉଚିତ ଯେ ସମଗ୍ର ଜୀବ ଜଗତ ଏପରି କୁକୁର ମଧ୍ୟ ଆପଣଙ୍କ ମହାପ୍ରସାଦ ସେବନ କରିପାରିବ। ପ୍ରଭୁ ନାରାୟଣ ସ୍ମିତ ହାସ୍ୟ କରି କହିଲେ, ତଥାସ୍ତୁ, ଏପରି ହିଁ ହେଉ। ପ୍ରିୟ ପାର୍ବତୀ, ତୁମର ଇଚ୍ଛା ପୂର୍ତ୍ତି ପାଇଁ ମୁଁ ନୀଳାଚଳ ଧାମରେ ପ୍ରକଟ ହେବି। ମୋର ମନ୍ଦିର ମହାପ୍ରସାଦ ବିତରଣ ପାଇଁ ପ୍ରସିଦ୍ଧି ଲାଭ କରିବ। ଯେ କେହି ମୋର ପ୍ରସାଦ ସେବନ କରିବ, ସେ ନିର୍ବାଣ ପ୍ରାପ୍ତ ହେବ। ମୋର ସମସ୍ତ ପ୍ରସାଦ ପ୍ରଥମେ ତୁମ୍ଭକୁ ଅର୍ପିତ ହେବ, ତାପରେ ହିଁ ସେହି ଉଚ୍ଛିଷ୍ଟ ମହାପ୍ରସାଦରେ ପରିଣତ ହେବ। ଏହି ମହାପ୍ରସାଦକୁ ବିନା ଭେଦଭାବରେ ସମସ୍ତଙ୍କୁ ବିତରଣ କରାଯିବ। ମୁଁ ତୁମକୁ ମୋ ନିକଟରେ ରଖିବି। ତୁମର ମନ୍ଦିର ଠିକ୍ ମୋ ମନ୍ଦିର ପଶ୍ଚାତଭାଗରେ ପରିସର ଭିତରେ ରହିବ। ମହାଦେବ ଶିବ ତୁମକୁ ମହାପ୍ରସାଦ ଦେବା ପାଇଁ ଉପେକ୍ଷା କରିଥିବାରୁ ସେ ମୋଠାରୁ କିଛି ଦୂରରେ ରହିବେ। ତାଙ୍କ ମନ୍ଦିର ପରିସର ବାହାରେ ରହିବ। ସେହି କାରଣରୁ ପରମେଶ୍ୱର ପୁରୀରେ ଜଗନ୍ନାଥ ରୂପରେ ପ୍ରକଟ ହେଲେ। ସେଠାରେ ପାର୍ବତୀ ଦେବୀ ବିମଳା ନାମରେ ପ୍ରସିଦ୍ଧ। ଜଗନ୍ନାଥଙ୍କର ସମସ୍ତ ପ୍ରସାଦ ପ୍ରଥମେ ବିମଳା ଦେବୀଙ୍କୁ ଅର୍ପଣ କରାଯାଏ, ତାପରେ ଏହାକୁ ହିଁ ମହାପ୍ରସାଦ ରୂପରେ ବିତରଣ କରାଯାଏ। ପୁରୀ ଧାମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହାପ୍ରସାଦ
ସେବନରେ ଉଚ୍ଚ ନୀଚ ଜାତି ଭେଦ ଭାବନ କିଛି ବି ନଥାଏ। ଏହା ଏତେ ଶୁଦ୍ଧ ଓ ପବିତ୍ର ଯେ ଏପରିକି ବ୍ରାହ୍ମଣ ମଧ୍ୟ ଶ୍ୱାନ ମୁଖରୁ ଏହି ମହାପ୍ରସାଦ ସେବନ କରିପାରିବେ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଏହା କେବେ ବି ଦୂଷିତ ହୁଏ ନାହିଁ। ହଁ ବନ୍ଧୁ, ଏହା ଥିଲା ମହାପ୍ରସାଦର ପଛର ରହସ୍ୟ। ଆଶା କରେ ଏ କାହାଣୀ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ଭଲ ଲାଗିଥିବ। ଯଦି ଏ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ନିଶ୍ଚିନ୍ତ ଭାବରେ ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ ଆଉ ଅନେକରୁ ଅନେକ ସେୟାର କରନ୍ତୁ। ଆମ ଓଡ଼ିଆଙ୍କର ଗର୍ବ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କଥା ଆମ ଓଡ଼ିଆର ଘରେ ଘରେ ପହଞ୍ଚିବା ଦରକାର। ଏହା ହିଁ ଏକ ପ୍ରୟାସ ମାତ୍ର। ଆଶା କରେ ଆପଣମାନଙ୍କର ବହୁତ ଭଲ ପାଇବା ଆମକୁ ଆହୁରି ଆଗକୁ ବଢ଼ିବାରେ ସହାୟକ ହେବ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ୍ ଭବେତ୍। ଜୟ ଜଗନ୍ନାଥ।